ଦଶମ ଶ୍ରେଣୀ ଜୀବବିଜ୍ଞାନ ବହିର ବଂଶାନୁକ୍ରମ ଓ ବିବର୍ତ୍ତନ ଚାପ୍ଟର ଆଗାମୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର ସମ୍ଭାବିତ MCQ ପ୍ରଶ୍ନୋତ୍ତର। 1 ନମ୍ବର, କାହା ଜରିଆରେ ଜିନିୟ ପଦାର୍ଥ ପିତାମାତାଙ୍କ ଠାରୁ ସନ୍ତାନ ନିକଟକୁ ଯାଇଥାଏ? ଅପସନ୍ ଏ ଯୁଗ୍ମକ। 2 ମେଣ୍ଡେଲ ମଟର ଗଛ ଉପରେ ଗବେଷଣା କରି କ'ଣ ପାଇଥିଲେ? ଅପସନ୍ ଡି ବଂଶାନୁକ୍ରମ ସମ୍ପର୍କିତ ସୂତ୍ର। 3 ଏକ ସଂକରଣ ପରୀକ୍ଷାର କେଉଁ ପିଢ଼ିରେ ପ୍ରଭାବୀ ଗୁଣ ଅଧିକ ବିକଶିତ ହୋଇଥାଏ? ଅପସନ୍ ବି ଦ୍ୱିତୀୟ ଅପତ୍ୟ। 4 ବଂଶଗତି ଅନୁଧ୍ୟାନ କରିବା ପାଇଁ ମେଣ୍ଡେଲ କାହାର ସାହାଯ୍ୟ ନେଇଥିଲେ? ଏ କୃତ୍ରିମ ସଂକରଣ। 5 ଦୁଇ ସଂକରଣ ପରୀକ୍ଷଣରୁ ମେଣ୍ଡେଲ କେଉଁ ନିୟମଟି ପାଇଥିଲେ? ଅପସନ୍ ସି ସ୍ୱାଧୀନ ଅପବ୍ୟୁହନ ନିୟମ। 6 ଆପେଣ୍ଡିକ୍ସ ଅନୁସାରେ କେଉଁ ଉକ୍ତିରେ ସତ୍ୟ? ବାଘ ସିଂହର ଆପେଣ୍ଡିକ୍ସ ନଥାଏ। ଅପସନ୍ ବି। 7 କେଉଁଟି ସମଜାତ ଅଙ୍ଗ ନୁହେଁ? ଅପସନ୍ ସି ମଶାର ଡେଣା ଓ ବାଦୁଡ଼ିର ଡେଣା। 8 ମେଣ୍ଡେଲଙ୍କ ଦୁଇ ସଂକରଣ ପରୀକ୍ଷଣରେ ଗୋଲ ହଳଦିଆ RRYY ଓ ଖଦଡ଼ା ଶାଗୁଆ RRYY ପୈତୃକ ପିଢ଼ିକୁ ସଂକରୀକରଣ କଲେ F2 ପିଢ଼ିରେ R Y କିପରି ଗୁଣ ଧାରଣ କରିବ? ଅପସନ୍ ଏ ଗୋଲ ହଳଦିଆ। 9 ଦ ରିଜିଅନ୍ ଅଫ୍ ସ୍ପେସିସ୍ ବହିର ଲେଖକ କିଏ? ଅପସନ୍ ସି ମେଣ୍ଡେଲ। 10 ଆଧୁନିକ ମାନବର ବୈଜ୍ଞାନିକ ନାମ କ'ଣ? ହୋମୋସେପିଏନ୍ସ। ଅପସନ୍ ବି। 11 ଆଜକୁ 20 ନିୟୁତ ବର୍ଷ ପୂର୍ବେ ଆଧୁନିକ ମାନବର ପୂର୍ବଜ ରାମାପିଥେକ୍ସ କେଉଁଠାରେ ଚଳପ୍ରଚଳ ହେଉଥିଲେ? ଅପସନ୍ ଡି ଆଫ୍ରିକା। 12 ଆଜକୁ 20 ନିୟୁତ ବର୍ଷ ପୂର୍ବେ ଏସିଆରେ କେଉଁପରି ମାନବ ଚଳପ୍ରଚଳ ହେଉଥିଲେ? ଅପସନ୍ ସି ସିବାପିଥେକସ୍। 13 ଆଜକୁ 230 କୋଟି ବର୍ଷ ପୂର୍ବେ ମେସୋଜୋଇକ୍ ମହାଯୁଗରେ କେଉଁ ବିଶାଳ ସରୀସୃପ ପ୍ରାଣୀ ରାଜୁତି କରୁଥିଲେ? ଅପସନ୍ ସି ଡାଇନୋସର। 14 ଆଜିର ମଣିଷ ହୋମୋସେପିଏନ୍ସ କେତେ ବର୍ଷ ପୂର୍ବେ ଆଫ୍ରିକାରେ ବସବାସ କରୁଥିଲେ? ଅପସନ୍ ଏ 5 ନିୟୁତ। 15 ମଣିଷର ଜୈବ ବିବର୍ତ୍ତନ ପରେ କେଉଁ ବିବର୍ତ୍ତନ ଆରମ୍ଭ ହୋଇଛି? ଅପସନ୍ ଡି ସାଂସ୍କୃତିକ ବିବର୍ତ୍ତନ। 16 ବଂଶାନୁକ୍ରମ ସମ୍ପର୍କିତ ସୂତ୍ର ନିର୍ଣ୍ଣୟ ପାଇଁ ମେଣ୍ଡେଲ କେଉଁ ଗଛ ଉପରେ ପରୀକ୍ଷା କରିଥିଲେ? ଅପସନ୍ ସି ମଟର। 17 ନମ୍ବର ମଟର ଗଛର 7 ଯୋଡ଼ା ବିକଳ୍ପୀ ଗୁଣ ମଧ୍ୟରୁ କେଉଁଟି ଭୁଲ ଅଟେ? ଅପସନ୍ ଡି ମଞ୍ଜିର ରଙ୍ଗ ନାଲି ବା ଧଳା। 18 କେଉଁ ବୈଜ୍ଞାନିକଙ୍କ ତତ୍ତ୍ୱ ବିଭିନ୍ନ ସମୟରେ ସମାଲୋଚିତ ହୋଇଛି ତଥାପି ଆମେ ତାକୁ ମନେ ରଖିଛୁ କାରଣ ସେ ପ୍ରଥମେ ବିବର୍ତ୍ତନ ସମ୍ପର୍କରେ ଏକ ସ୍ପଷ୍ଟ ମତ ବ୍ୟକ୍ତ କରିଥିଲେ? ଅପସନ୍ ଡି ଲାମାର୍କ। 19 ପ୍ରଥମ ପିଢ଼ି ଗଛର ମଞ୍ଜିରୁ ସୃଷ୍ଟ ଗଛ ଗୁଡ଼ିକୁ କ'ଣ କୁହାଯାଏ? ଅପସନ୍ ବି ଦ୍ୱିତୀୟ ଅପତ୍ୟ ପିଢ଼ି ବା F2। 20 କେଉଁଟି ଦୁଇ ସଂକରଣ ଅନୁପାତ ଅଟେ? ଅପସନ୍ ବି 9:3:3:1। 21 ମେଣ୍ଡେଲଙ୍କ ଅବଦାନ ପୁନରାବିଷ୍କାର ହେବା ପରେ 1909 ମସିହାରେ ମେଣ୍ଡେଲଙ୍କ କଳ୍ପିତ କାରକକୁ କେଉଁ ବୈଜ୍ଞାନିକ ଜିନ୍ ନାମ ଦେଇଥିଲେ? ଅପସନ୍ ସି ୱିଲହେଲ୍ମ ଜୋହାନସନ୍। 22 ସନ୍ତାନର ଲିଙ୍ଗ ନିର୍ଦ୍ଧାରଣରେ କାହାର ନିର୍ଦ୍ଦିଷ୍ଟ ଭୂମିକା ରହିଛି? ଅପସନ୍ ବି ଲିଙ୍ଗ ଗୁଣସୂତ୍ର। 23 କେଉଁ ସମ୍ପର୍କଟି ଠିକ୍ ଅଟେ? ଅପସନ୍ ଡି ସ୍ତ୍ରୀଠାରେ ଲିଙ୍ଗ ଗୁଣସୂତ୍ର XX। 24 ଜୀବ ପିତାମାତାଙ୍କ ଠାରୁ ଜନ୍ମସୂତ୍ରରେ କ'ଣ ପାଇଥାଏ? ଅପସନ୍ ଡି ଜିନ୍। 25 କେଉଁ ପ୍ରାଣୀମାନଙ୍କ ଠାରେ ଆପେଣ୍ଡିକ୍ସ ଅଛି ଏବଂ ଏହା କାର୍ଯ୍ୟକ୍ଷମ ଅଟେ? ଅପସନ୍ ଏ ତୃଣଭୋଜୀ। 26 କେଉଁ ଗୁଣଟି ପ୍ରଭାବୀ ନୁହେଁ? ଅପସନ୍ ସି ଧଳା। 27 ମଞ୍ଜିର କେଉଁ ରଙ୍ଗ ପ୍ରଭାବୀ? ଅପସନ୍ ଡି ହଳଦିଆ। 28 ପରପରାଗଣ ପାଇଁ ଯେଉଁ ଦୁଇଟି ଗଛକୁ ବ୍ୟବହାର କରାଯାଏ ତାହାକୁ ପୈତୃକ ପିଢ଼ି ଓ ପରପରାଗଣ ପରେ ସଂଗୃହୀତ ମଞ୍ଜିରୁ ଯେଉଁ ଗଛ ଗୁଡ଼ିକ ମିଳେ ତାହାକୁ କ'ଣ କୁହାଯାଏ? ଅପସନ୍ ଏ ପ୍ରଥମ ଅପତ୍ୟ ପିଢ଼ି ବା F1। 29 ଦୁଇ ସଂକରଣ ପରୀକ୍ଷଣରେ କେଉଁ ଗୁଣ ବିଶିଷ୍ଟ ମଞ୍ଜି ଅଧିକ ସୃଷ୍ଟି ହୋଇଥିଲା? ଅପସନ୍ ଡି ଗୋଲ ଓ ହଳଦିଆ। 30 ଜିନ୍ କାହାର ଅଂଶ ବିଶେଷ? ଅପସନ୍ ଡି DNA। 31 କେଉଁ ପ୍ରାଣୀମାନଙ୍କ ଠାରେ ଆପେଣ୍ଡିକ୍ସ ଆଦୌ ନଥାଏ? ଅପସନ୍ ସି ବାଘ ସିଂହ। 32 କେଉଁ ନୀତି ଓ ନିୟମ ଯୋଗୁଁ ବିକଳ୍ପୀ ଗୁଣ ଗୁଡ଼ିକ ଅକ୍ଷତ ଅବସ୍ଥାରେ ବିଭିନ୍ନ ପିଢ଼ିରେ ପ୍ରକାଶିତ ହୁଅନ୍ତି? ଅପସନ୍ ସି ପୃଥକକରଣ ନିୟମ ଓ ସ୍ୱାଧୀନ ଅପବ୍ୟୁହନ ନିୟମ। 33 ମଡର୍ଣ୍ଣ ସିନ୍ଥେଟିକ୍ ଥିଓରି ଅନୁଯାୟୀ ବିବର୍ତ୍ତନର ପ୍ରମୁଖ କାରକ ଭାବେ କେଉଁଟି ବିବେଚିତ ନୁହେଁ?
ଅପସନ୍ ଡି ସଂକରଣ। 34 କେଉଁ ବୈଜ୍ଞାନିକ ପ୍ରଥମେ ପ୍ରାଣୀ ଉପରେ ପରିବେଶର ପ୍ରଭାବ ସମ୍ବନ୍ଧରେ ସ୍ପଷ୍ଟ ମତ ରଖିଥିଲେ? ଏ ଲାମାର୍କ। 35 ପ୍ରାଣୀ ଓ ଉଦ୍ଭିଦରେ ହେଉଥିବା କେଉଁ ପ୍ରକ୍ରିୟାକୁ ଜୈବ ବିବର୍ତ୍ତନ କୁହାଯାଏ? ଡି ବିବର୍ତ୍ତନ। 36 କେଉଁ କାରଣରୁ ବିକଳ୍ପୀ ଗୁଣଗୁଡ଼ିକ ଅକ୍ଷତ ଅବସ୍ଥାରେ ବିଭିନ୍ନ ପିଢ଼ିରେ ବଂଶାନୁକ୍ରମ ନିୟମ ଅନୁସାରେ ପ୍ରକାଶିତ ହୋଇଥାନ୍ତି? ଡି ପୃଥକ୍କରଣ ଓ ସ୍ୱାଧୀନ ଅପବ୍ୟୁହନ। 37 ମଣିଷର ଦୂର ପୂର୍ବଜ ସିଭାପିଥେକ୍ସ ଆଜକୁ ପ୍ରାୟ 20 ନିୟୁତ ବର୍ଷ ପୂର୍ବେ କେଉଁଠାରେ ଚଳପ୍ରଚଳ ହେଉଥିଲେ? ଅପସନ୍ ବି ଏସିଆ। 38 ଲିଙ୍ଗ ଗୁଣସୂତ୍ରର ଉପସ୍ଥିତି ଦୃଷ୍ଟିରୁ ଶୁକ୍ରାଣୁ କେତେ ପ୍ରକାରର? ଏ 2। 39 ଡିମ୍ବାଣୁ ସହ Y ଗୁଣସୂତ୍ର ଥିବା ଶୁକ୍ରାଣୁର ସମାୟନ ହେଲେ କେଉଁ ପ୍ରକାର ସନ୍ତାନ ଜାତ ହୁଏ? ଅପସନ୍ ଏ ପୁତ୍ର। 40 କେଉଁଗୁଡ଼ିକ ସମଜାତ ଅଙ୍ଗର ଉଦାହରଣ ଅଟନ୍ତି? ଅପସନ୍ ବି କଖାରୁ ଗଛର ଆକର୍ଷୀ ଓ କାଗଜ ଫୁଲ ଗଛର କଣ୍ଟା। 41 ଲାମାର୍କଙ୍କ ତତ୍ତ୍ୱ କେଉଁ ନାମରେ ପରିଚିତ? ଅପସନ୍ ସି ଉପାର୍ଜିତ ଲକ୍ଷଣର ଉତ୍ତରାଧିକରଣ। 42 ପ୍ରାୟ କେତେ କୋଟି ବର୍ଷ ପୂର୍ବେ ମେସୋଜୋଇକ୍ ମହାଯୁଗରେ ବିଶାଳକାୟ ଡାଇନୋସର ପରି ସରୀସୃପ ଜାତୀୟ ପ୍ରାଣୀ ଉଦ୍ଭିଦରେ ରାଜୁତି କରୁଥିଲେ? ଅପସନ୍ ଏ 230। 43 ଚାର୍ଲସ ଡାରୱିନ୍ କେଉଁ ମସିହାରେ ଦି ଅରିଜିନ୍ ଅଫ୍ ସ୍ପେସିସ୍ ନାମକ ବହି ପ୍ରକାଶ କରିଥିଲେ? 1859। ଅପସନ୍ ସି। 44 ମଣିଷର ଦୁଇ ପୂର୍ବଜ ରାମାପିଥେକସ୍ ଓ ସିଭାପିଥେକସ୍ ଆଜକୁ ପ୍ରାୟ କେତେ ବର୍ଷ ପୂର୍ବେ ଯଥାକ୍ରମେ ଆଫ୍ରିକା ଓ ଏସିଆରେ ଚଳପ୍ରଚଳ କରୁଥିଲେ? ସି 20 ନିୟୁତ। 45 କେଉଁ ମହାଦେଶରୁ ହୋମୋସେପିଏନ୍ସ ପୃଥିବୀର ବିଭିନ୍ନ ପ୍ରାନ୍ତକୁ ଯାଇ ବସବାସ ଆରମ୍ଭ କଲେ? ବି ଆଫ୍ରିକା। 46 ପିତାମାତାଙ୍କର ଗୁଣ ପରବର୍ତ୍ତୀ ପିଢ଼ିରେ ପ୍ରକାଶିତ ହେବ କ'ଣ କୁହାଯାଏ? ଏ ବଂଶାନୁକ୍ରମ। 47 କେଉଁ ପ୍ରାଣୀ ଶୀତଳ ରକ୍ତ ବିଶିଷ୍ଟ? ଏ ଡାଇନୋସର। 48 ନିରନ୍ତର ଅନୁଧ୍ୟାନ ପରେ ମେଣ୍ଡେଲ ମଟର ଗଛରେ କେତୋଟି ବିକଳ୍ପୀ ଗୁଣ ଚିହ୍ନଟ କରିଥିଲେ? ବି 7 ଯୋଡ଼ା। 49 ମଟର ଗଛର 7 ଯୋଡ଼ା ବିକଳ୍ପୀ ଗୁଣ ମଧ୍ୟରୁ କେଉଁଟି ଠିକ୍ ଅଟେ? ଡି କଅଁଳିଆ ଛୁଇଁର ରଙ୍ଗ ଶାଗୁଆ ବା ହଳଦିଆ। 50 କେଉଁଟି ଏକ ସଂକରଣ ଅନୁପାତ ଅଟେ? ଅପସନ୍ ଏ 3:1। 51 RRYY କେଉଁ ପ୍ରକାର ଗୁଣ ପାଇଁ ବ୍ୟବହୃତ ହୋଇଥାଏ? ଅପସନ୍ ଡି ଖଦଡ଼ା ଓ ଶାଗୁଆ। 52 କେଉଁ ବୈଜ୍ଞାନିକ ପ୍ରଥମେ ଜିନୋଟାଇପ୍ ଓ ଫିନୋଟାଇପ୍ ଏହି ଦୁଇଟି ଶବ୍ଦ ପ୍ରଚଳନ ଆରମ୍ଭ କରିଥିଲେ? ଅପସନ୍ ଏ ଜେବିଏସ୍ ହାଲ୍ଡେନ୍। 53 ମଣିଷର ଗୁଣସୂତ୍ର ସଂଖ୍ୟା କେତେ ଯୋଡ଼ା ଅଟେ? ଡି 23। 54 କେଉଁ ସମ୍ପର୍କଟି ଭୁଲ ଅଟେ? ଅପସନ୍ ସି ମେଣ୍ଡେଲଙ୍କ ଜନ୍ମ 1821। 55 କେଉଁ ତତ୍ତ୍ୱ ଅନୁସାରେ ପ୍ରତ୍ୟେକ ପ୍ରାଣୀ ନିଜ ପରିବେଶ ସହ ଖାପ ଖୁଆଇ ଚଳାଇବା ପାଇଁ କିଛି ଲକ୍ଷଣ ଆହରଣ କରିଥାନ୍ତି? ଏ ଲାମାର୍କିଜିମ୍। 56 ପ୍ରତ୍ୟେକ ମେରୁଦଣ୍ଡୀ ଭ୍ରୂଣରେ ପୃଷ୍ଠରଜ୍ଜୁ ସ୍ଥାନରେ କେଉଁ ଅଂଶରେ ବିକାଶ ଘଟେ? ଅପସନ୍ ଡି ମେରୁଦଣ୍ଡ। 57 ଚାର୍ଲସ ଡାରୱିନ୍ ଦ ଅରିଜିନ୍ ଅଫ୍ ସ୍ପେସିସ୍ ବହିରେ କେଉଁ ବିଷୟ ଯୁକ୍ତି ଓ ପ୍ରମାଣ ଦ୍ୱାରା ପ୍ରତିପାଦନ କରିଥିଲେ? ଅପସନ୍ ଏ ନୂତନ ଜୀବ ସୃଷ୍ଟି। 58 କେଉଁ ଅଧ୍ୟୟନରୁ ବର୍ତ୍ତମାନ ଦେଖାଯାଉଥିବା ଦୁଇଟି ପୃଥକ ଗୋଷ୍ଠୀ ମଧ୍ୟରେ ସୁଦୂର ଅତୀତରେ ଥିବା ସମ୍ବନ୍ଧକୁ ଚିହ୍ନଟ କରିହୁଏ? ଅପସନ୍ ବି ଜୀବାଶ୍ମ। 59 କେଉଁ ପ୍ରକ୍ରିୟା ଅତି ମନ୍ଥର ଓ ନିରବଚ୍ଛିନ୍ନ ଭାବରେ ସମ୍ପାଦିତ ହୋଇଥାଏ? ଅପସନ୍ ଡି ବିବର୍ତ୍ତନ। 60 ମଣିଷର ଦୂର ପୂର୍ବଜ ରାମାପିଥେକସ୍ ଆଜକୁ ପ୍ରାୟ 20 ନିୟୁତ ବର୍ଷ ପୂର୍ବେ କେଉଁଠାରେ ଚଳପ୍ରଚଳ କରୁଥିଲେ? ଅପସନ୍ ଏ ଆଫ୍ରିକା। 61 ପରିପକ୍ୱ ଡିମ୍ବାଣୁରେ ଗୁଣସୂତ୍ରମାନ କିପରି ରହିଥାନ୍ତି? ଅପସନ୍ ଡି 22ଟି ଅଟୋଜୋମ୍ ଗୋଟିଏ ଏକ୍ସ ଗୁଣସୂତ୍ର। 62 ଡିମ୍ବାଣୁ ସହ ଏକ୍ସ ଗୁଣସୂତ୍ର ଥିବା ଶୁକ୍ରାଣୁର ସମାୟନ ହେଲେ କେଉଁ ପ୍ରକାର ସନ୍ତାନ ଜାତ ହୁଏ? ଅପସନ୍ ବି କନ୍ୟା। 63 ପ୍ରାଣୀ ଓ ଉଦ୍ଭିଦରେ ହେଉଥିବା ବିବର୍ତ୍ତନକୁ କ'ଣ କୁହାଯାଏ? ଜୈବ ବିବର୍ତ୍ତନ। ଅପସନ୍ ଡି। 64 କେଉଁଗୁଡ଼ିକ ଅନୁରୂପୀ ଅଙ୍ଗର ଉଦାହରଣ ଅଟନ୍ତି? ଅପସନ୍ ସି ମଶାର ଡେଣା ଓ ପାରା ବା ବାଦୁଡ଼ିର ଡେଣା। 65 ଡାରୱିନ୍ଙ୍କ ପ୍ରାକୃତିକ ଉଦ୍ଭରଣ ତତ୍ତ୍ୱକୁ କେଉଁ ନୂତନ ରୂପରେ ଉପସ୍ଥାପିତ କରାଯାଇଛି? ଅପସନ୍ ଡି ମଡର୍ଣ୍ଣ ସିନ୍ଥେଟିକ୍ ଥିଓରି। 66 ମଣିଷ ଡିମ୍ବାଣୁରେ ଅଟୋଜୋମ୍ ସଂଖ୍ୟା କେତେ? ଅପସନ୍ ସି 22 ଯୋଡ଼ା। 67 ମେଣ୍ଡେଲଙ୍କ ଦ୍ୱିସଂକରଣ ପରୀକ୍ଷଣରେ F2 ପିଢ଼ିରେ କେତେ ପ୍ରକାର ଦୃଶ୍ୟ ରୂପ ମିଳିଥାଏ?
ऑप्शन डी 4। 68 प्रजनन समय पितामाता समान परिमाण जीनीय पदार्थ क्या जरिए सन्तान निकटक जाए? ऑप्शन बी जुग्मक।